କାହାଣୀର ଆରମ୍ଭରେ ଆମେ ଦେଖିଲେ ଯେ ଦୁଇଟି ଭୂତୁଳ ଆଉ ଗୋଟେ ଭୂତୁଣୀ ଠିଆ ହେଇଥିଲେ। ସେ ଯେଉଁ କଙ୍କାଳଟା ଦେଖୁଛ ସିଏ ହେଉଛି ଭୂତୁଣୀର ପୁଅ। ସେ ଧୀରେ ଧୀରେ ଚାଲି ଚାଲି ଆସି ଭୂତୁଣୀ ପାଖରେ ପହଞ୍ଚିଗଲା ଓ ଭୂତୁଣୀକି ଅନେଇକି କହିଲା, ମା ସେଦିନ କିଛି ଖାଇବା ପିଇବା ପାଉନି, ଟିକେ ବୁଝ। ତମ ପୁଅ ତମ ଆଗରେ ମରିବ, ତମେ ଦେଖିପାରିବ? ଆଉ କ'ଣ କହିବି ମା? ଆଉ ମୁଁ ତ ଆପଣ ଦେଖୁଛନ୍ତି ମୁଁ ଆମ ଦେହ କେମିତି ଅଛି। ମୁଁ ଏବେ କ'ଣ କରିବି? ମୋ ଦେହ କ'ଣ, ପେଟ କ'ଣ ହେଉଛି, ମୁଁ ଖାଇବାକୁ ପାଉନି। ମୋ କଥା ଟିକେ ବୁଝନ୍ତୁ ମା, ମୋ କଥା ଟିକେ ବୁଝନ୍ତୁ। ଆଉ ମୁଁ ଭୋକର ପେଟ କ'ଣ ହେଲାଣି, ମୁଁ ଏବେ କିଛି ଖାଉନି। ମୋ ଦେହ ପେଟ କ'ଣ ହେଇଗଲାଣି। ମୋ କଥା ଟିକେ ବୁଝ ମା। ମୁଁ ଯାଉଛି କ'ଣ ଗୋଟେ ଖାଇବି। ମା ମୋ ପାଇଁ ଟିକେ କ'ଣ ଆଣି ଦିଅ, ମୁଁ ଖାଇବି ଟିକେ, ଭୋକ କଲାଣି। କଙ୍କାଳର କଥା ଶୁଣି ତା ମା ତାକୁ କହିଲା, ପୁଅ ତୁ ବ୍ୟସ୍ତ ହନା, ମୁଁ ତ ନାଗି ଖାଇବା ଆଣିବି। ମୋ ଆଗରେ ଗୋଟେ ଶିକାର ବୁଲୁଛି, ମୁଁ ତାକୁ ଦେଖିଛି, ମୁଁ ତାକୁ ମାରିକି ଆଣି ତତେ ଖାଇବାକୁ ଦେବି। ତୁ ବ୍ୟସ୍ତ ହୁଅନି, ଆଉ ମୁଁ ତତେ ଆଣିକି ଖାଇବାକୁ ଦେବି, ଜମା ଚିନ୍ତା କରନା। ମୁଁ ତ ଦୁଃଖ ବୁଝିପାରୁଛି, ମୁଁ ଗୋଟେ ମା, ମୁଁ ତ ଦୁଃଖ ବୁଝିପାରୁଛି, ହେଲେ ମୁଁ କ'ଣ କରିବି? ସେ ଶିକାର ଉପରେ ମୋର ନଜର ଥିଲା, ସେ ଏବେ ଏଇ ବାଟରେ ଯିବ, ମୁଁ ତାକୁ ନିଶ୍ଚୟ ମାରିବି। ତୁ ବ୍ୟସ୍ତ ହନା, ସେ ଶିକାରକୁ ମାରିଦେଲେ ତୁ ଖାଇବୁ, ବିନ୍ଦାସରେ ରହିବୁ, ଆଉ ଚିନ୍ତା କରିବାର କିଛି କଥା ନାହିଁ। ତୁ ଏଥର ସେ ଆସିଲେ, ପୁଅ ତୁ ବ୍ୟସ୍ତ ହନା, ମୁଁ ଯାଉଛି ସେ ଶିକାରକୁ ଆଣିବାକୁ, ଜମା ଚିନ୍ତା କରନା, ମୁଁ ତତେ ଆଣିକି ଦେବି ଖାଇବାକୁ, ଆଉ ତୁ ଚିନ୍ତା କରନା। ତା ମାଆର କଥା ଶୁଣିକି ପୁଅ ତାର ଠିକ୍ କହିଲା, ଠିକ୍ ଅଛି ମା, ତମ କଥା ମୁଁ ରଖୁଛି। ତାପରେ ସେ କଙ୍କାଳ ଚାଲିଗଲା ସେ ବାଟ ଦେଇ ଚାଲିଗଲା ଆଉ ଅପେକ୍ଷା କଲା ସେ ବରଗଛ ଉପରେ ଯେ କେତେବେଳେ ସେ ଶିକାରକୁ ତା ମାଆ ଆଣିକି ତାକୁ ଦେବ। ତା ମାଆ ବି ସେ ବାଟକୁ ଚାହିଁ ରହିଲା, ଚା ଦୋକାନ ପାଖରେ, ସେ ଭଙ୍ଗା କୁଡ଼ିଆ ପାଖରେ, କେତେବେଳେ ସେ ଶିକାରଟା ଆସିବ ଆଉ ତା ପୁଅକୁ ସେ ଖାଇବାକୁ ଦେବ। ଆଚ୍ଛା, ଏଇଠି ଗୋଟେ ସିନ୍ ଗଲା। ସେକେଣ୍ଡ ସିନ୍ରେ ଦୁଇଟା ପକ୍ଷୀକି ଆମେ ଦେଖୁଛେ, ଟୁଆଁ ଆଉ ଟୁଇଁ। ଟୁଆଁ ଟୁଇଁ ଦୁଇ ଜଣ କ'ଣ ସ୍ୱାମୀ ସ୍ତ୍ରୀ। ସେ ଦୁଇ ଜଣ ଗୋଟେ ଖଟ ଉପରେ ବସିକି ଭାବୁଥାନ୍ତି କୁଆଡ଼େ ଯିବେ ବୁଲିବାକୁ। ଟୁଇଁ ତୁ କାହିଁ ମନ ଦୁଃଖ କରୁଛୁ? ମୁଁ ବା ତୋ ସ୍ୱାମୀ, ତୁ କାହିଁ ମନ ଦୁଃଖ କରୁଛୁ? ଚାଲେ ମୋ ସାଙ୍ଗରେ, ଆଗରେ ଗୋଟେ ଚା ଦୋକାନ ଅଛି, ସେଇଠି ଆମେ ବସି ଚା ପିଇବା। ତୁ ମନ ଦୁଃଖ ମୋଟରୁ କହନା, ତୁ ମନ ଦୁଃଖ କଲେ ମୋତେ ଭଲ ଲାଗୁନି। ତୁ ମୋଟରୁ ମନ ଦୁଃଖ କହନା, ତୋର କ'ଣ ହେଇଛି ମୋତେ ସବୁ କଥା କହ। ତୁ ମନ ଦୁଃଖ ମୋଟରୁ କହନା। କ'ଣ ବୁଲିବାକୁ ଯିବୁ? ତୁ କେତେ ଦିନ ହେଲାଣି ବୁଲିବାକୁ ଯାଉନୁ, କହ କୁଆଡ଼କୁ ନେବି, ଚାଲୁନୁ ଯିବା, ମୁଁ ତତେ ନେଇକିନା ଯିବି, ଚାଲେ। ତୋର କ'ଣ ହେଇଛି? ତୁ ମନ ଦୁଃଖ କହନା, ମୋତେ ଭୋକ ଗଲୁ ମୋ ପାଇଁ କ'ଣ ଖାଇବାକୁ ଆଣିବୁ, ଆଉ ତୁ ଶାଢ଼ୀ ଫାଢ଼ୀ ପିନ୍ଧି, ମୁଁ ଖାଇସାରିଲେ ଯିବା ଆମେ ବୁଲିବାକୁ। ତୁ ଆଜି ଭଲ ଦେଖାଯାଉଛୁ, ଚାଲେ ବୁଲିବାକୁ ଯିବା। ତୁ ଯା ସଜବାଜ ହେଇଯିବୁ, ଶାଢ଼ୀ ପିନ୍ଧି ଆମେ ବୁଲିବାକୁ ଯିବା। ସେଠି ଚା ଦୋକାନ ଥିବ, ଆମେ ସେଠି ବସି ଚା ପିଇବା, ଆଉ ସବୁ ମଜାମସ୍ତି କରିବା। ଆଉ ଟୁନା କଥା ଶୁଣି ସାରିଲା ପରେ ଟୁନି ତାର ମନ ଦୁଃଖରେ ବସିଥିଲା, ସେ ଆଉ ଚୁପ୍ ହେଇ ରହିପାରିଲା ନାହିଁ। ଟୁଇଁ କ'ଣ କଲା ନା, ସେ ତା ମନରେ ଯେତେ ସବୁ ରାଗ ଥିଲା ସେ ଆରମ୍ଭ କରିଦେଲା କହିବାକୁ। ମୋତେ ଚିହ୍ନିଛ? ମୋତେ ଆଉ ରାଗ ଚିଡ଼ାଅନା। ମୋତେ କେତେ ଦିନ ହେଲାଣି ମୋତେ ବୁଲାଇବାକୁ ନେଇନ। ମୋ ସାଙ୍ଗମାନେ ବୁଲିବାକୁ ଯାଉଛନ୍ତି, ମୋତେ ତମେ ନେଉନା କାହିଁକି? ମୋ ରାଗ ଚିହ୍ନିଛ? ମୁଁ ଘରୁ ଚାଲିଯିବି, ମାରିବି। ମୋ ରାଗ ଚିହ୍ନିଛ? ମୋତେ ଆଜି ଯଦି ନେବ ମୁଁ ଯିବି। ମୋତେ ଭୁବନେଶ୍ୱର ବୁଲିବାକୁ ଇଚ୍ଛା ହେଉଛି, ଝରଣା ହରିଆ ବୁଲିବାକୁ ଇଚ୍ଛା ହେଉଛି। ତୁମେ ଯଦି ଆଜି ମୋତେ ନେବ ମୁଁ ଘରେ ରହିବି, ନହେଲେ ମୁଁ ଘରୁ ଚାଲିଯିବି। ମୁଁ ଖାଇବା ବନେଇବିନି, ଯାଅ ତମେ କେଉଁଠି ବାହାରେ ଖାଇଦେବ, ନହେଲେ ମୋ ସାଙ୍ଗରେ କଥା ହେବ ନାହିଁ। ତମେ ଯାଅ ଏଠୁ, ତମକୁ ନହେଲେ ମାରିକି ଘରୁ ବାହାର କରିଦେବି। ଯାଉଛ ନା ନାଇଁ? ମୋତେ ଅନେଇଛ, ଛାଞ୍ଚୁଣି ଗଲା କୁଆଡ଼େ ମୋର? ତମେ ଯଦି ଭାଗ୍ୟ ଭଲ ମୋତେ କୁଆଡ଼େ ନେଇକି ଯାଅ, ନହେଲେ ମୋର ବେଶୀ ରାଗ ଚିଡ଼ାଅନା। ମୋ ସବୁ ସାଙ୍ଗ ପିଲା ଯାଉଛନ୍ତି ବୁଲିବାକୁ, ମୁଁ ଖାଲି ଘରେ ବସିବି। ତମେ ମୋତେ ଭାଗ୍ୟ ଭଲ ଝରଣା ଆଡ଼େ ବୁଲିବାକୁ ନିଅ।
ନହେଲେ ନାହିଁ ମୋତେ ଚିହ୍ନି ନା ତମକୁ ମୋ ରାଗ ବାପା ମାମା ଦେଖିଛନ୍ତି, ତମ ବୋଉକୁ ବି ଦେଖିଛି, ତମେ ବି ଦେଖିବ। ମୁଁ ଚାଲିଯିବି, ମୁଁ ଚାଲି। ତାପରେ ଟୁଇଁ ଏହା କହିକି ଟୁଆଁ କତିରୁ ଚାଲିଗଲା। ଏବେ ଟୁଆଁ ଭାବୁଥାଏ, ଆରେ ହେଇ ଟୁଇଁ ତ ଚାଲିଗଲା, ମୋତେ ତାହେଲେ ସେ ଯାହା କହୁଛି ମୋତେ ତାକୁ କରିବାକୁ ପଡ଼ିବ। ତାକୁ ସେ ଯେଉଁ ଝରଣା କହୁଛି ସେ ଝରଣା ଆଡ଼େ ବୁଲିବାକୁ ନେବାକୁ ପଡ଼ିବ। ତ ଟୁଆଁ ଟୁଇଁ ଦୁଇ ଜଣ ମିଶିକି ଟ୍ରେନରେ ବସିଗଲେ ଓ ଝରଣା ପାଖକୁ ଗଲେ ବୁଲିବା ପାଇଁ। ପହଞ୍ଚିଗଲେ ସିଏ ଗୋଟେ ଝରଣା ପାଖରେ। ସେ ଝରଣା ଏଇ ପାଖରେ ଥିଲା ମ। ପହଞ୍ଚିଗଲା ପରେ ସେ ଦେଖିଲେ ଝରଣା ପାଣି କେତେ ମଧୁର, କେତେ କୋମଳ, କେତେ ମିଠା। ସେ ଝରଣା ପାଖରେ ଯାଇ ପହଞ୍ଚିଲେ। ଏବେ ମନ ଖୁସି ତ? ତମେ ଯେଉଁ ଜାଗାକୁ କହୁଥିଲ ମୁଁ ସେଇ ଜାଗାକୁ ନେଇ ଆଇଲି। ଆଉ ରାଗ ରୁଷା କର ନା, ଆଉ ମଜାମସ୍ତି କର, ଆଉ ମନ ଇଚ୍ଛା ଯାହା କରିବା କଥା କର, ଆଉ ବୁଲ ଭଲ କି। ଆଉ ତମ ରାଗ ଚିଡ଼ାଉ ନା, ତମେ ଯାହା ରାଗ ଥିଲା ସେଗୁଡ଼ା ସବୁ ତମେ ଭୁଲି ଯାଅ। ଏବେ ମସ୍ତି କର, ଆଉ ବୁଲ, ଖାଅ ପିଅ, ଆଉ ବୁଲ, ସବୁ ତମ ଇଚ୍ଛା ଯାହା ହେଉଛି ସେଇଆ ତମ ସାଙ୍ଗମାନେ କହିବ, ଦେଖ ମୋ ସ୍ୱାମୀକୁ, ସ୍ୱାମୀ ମୋତେ ବୁଲିବାକୁ ନେଲେ। ଏବେ ତମ ମନ ଖୁସି ତ? ଆଉ ଯାହା କରିବା କଥା କର। ଟୁଆଁ କଥା ଶୁଣି ଟୁଇଁ କହିଲା, ହଁ ହଁ ମୁଁ ଜାଣିଗଲି ମ ତମେ ଭଲ ଲୋକ ବୋଲି। ତମେ ଭଲ ସ୍ୱାମୀ, ତମେ ମୋ କଥା ରଖିଲ। ମୋ ସାଙ୍ଗମାନଙ୍କୁ ଯାଇ କହିବି ମୋ କଥା ଶୁଣିଲ। ମୁଁ ଯାଇଥିଲି ବୁଲିବାକୁ ମୋ ସ୍ୱାମୀ ସାଙ୍ଗରେ ଭଲ ଝରଣାକୁ, ମୋ ସାଙ୍ଗୀ ମୋତେ ନେଲି ବୁଲେଇବାକୁ। ଏତେ ଖୁସି ଲାଗିଲା ମୋତେ। ମୁଁ ଆଉ ଥରେ ତମମାନଙ୍କୁ ନେଇକି ଯିବି, ସେଠି ଖୁସିରେ ବୁଲିବା, ହସିବା, ଗାଇବା, ଆମ ସାଙ୍ଗରେ ଫଟୋ ନେବା। ତାପରେ ଟୁଆଁ ଟୁଇଁ ଚାଲିଗଲେ ସେ ଜାଗାରୁ ନିଜ ଘରକୁ। ବୁଲି ସାରିଲେ ତ ଏବେ ସନ୍ଧ୍ୟା ହେଇଗଲା, ଘରକୁ ଫେରିବନି। ବାଟରେ ସେ ଶିକାରଟା ଅନେଇ ବସିଥିଲା, ସେ ଭୁତୁଣୀଟା। ସେ ନିଜ ଶିକାର ପାଇଁ ଅନେଇ ବସିଥିଲା। ତାହା ବୁଢ଼ୀରେ ଗୋଟେ ବୁଢ଼ୀଟା ଚାଲି ଚାଲି ଆସିଲା। ସେ ବୁଢ଼ୀକି 60 ବର୍ଷ ହେଇଥିଲା। ସେତେବେଳେ ବୁଢ଼ୀ ଆସିଲେ ତା ପାଖକୁ। ସେ କହିଲା, ଆଲୋ ଭୁତୁଣୀ, ତୋ ସାହସ କେମିତି ହେଲା? ତୁ ମୋତେ ଅଟକେଇଲୁ? ତୋତେ ଖାଇଯିବି ଆଜି କଞ୍ଚା ଚୋବେଇ, ତୋତେ ଛାଡ଼ିବିନି। କୁଆଡ଼େ ଗଲା ମୋ ବାଡ଼ି? ମୋ ବାଟ ଛାଡ଼ୁ, ମୋ ପୁଅମାନେ ଅନେଇଛନ୍ତି। ମୁଁ ଘରକୁ ଗଲେ ରୋଷେଇ କରିବି, ତୋତେ ଖାଇଯିବି। ତୁ ମୋତେ ବାଟ ଛାଡ଼ୁନୁ? ଦେଖିବୁ ଏଇନେ ଗୁଣିଆକୁ ଡାକିବି। ଦେଖେ ମୋତେ ବାଟ ଛାଡ଼ିଦେ, ନହେଲେ କିଛି ଭଲ ହବନି। ମୁଁ ଯଦି ଚାହେଁ ତୋତେ ଏଇନେ ଭସ୍ମ କରିଦେବି। ମୁଁ ବି ଗୁଣିଆ ଭଳିଆ ମନ୍ତ୍ର ଜାଣିଛି। ମୋ ବାଟରୁ ହଟିଯା, ନହେଲେ ତ ଛାଡ଼ିବିନି, କଞ୍ଚା ଖାଇଯିବି। ତୁ କିଏ ବେ? ମୋ ରାସ୍ତାରୁ ପଳା, ନହେଲେ ଗୋଇଠା ମାରି ବିଦା କରିଦେବି। ତ ବଜେଇବି ଯେ ଏକାଥରେ ଯାଇ ଗଛ ଉପରେ ପଡ଼ିବୁ। ତାପରେ ସେ ଜେଜେମାଙ୍କର କଥା ଶୁଣିକି ଭୁତୁଣୀ ରାଗିଗଲା। ରାଗି ସେ କ'ଣ କହିଲା? ସେ କହିଲା ଯେ, ଆରେ ବୁଢ଼ୀ, ତୁ ମୋତେ ଚିହ୍ନିନୁ? ମୋ ପୁଅ ଘରେ ଅପେକ୍ଷା କରିଛି, ତା ପାଇଁ ଶିକାର ନେବାର ଅଛି। ତୋ ଭାଗ୍ୟ ଭଲ ଯଦି ମୋ ସାଙ୍ଗରେ ଚାଲେ, ତୋତେ ମୁଁ ଏଇଠି ମାରିକି ନେବି। ମୋ ପୁଅ ତୋତେ ଜିଅନ୍ତା ନେବାକୁ ଚାହୁଁଛି, ତେଣୁ ତୁ ଚାଲ ମୋ ସାଙ୍ଗରେ, ନହେଲେ ତୋତେ ମୁଁ ମାରିକି ନେବି। ମୋ ରାଗ ତୁ ଜାଣିନୁ। ମୋ ପୁଅ ମୋତେ ଅନେଇ ବସିଛି, ତାକୁ କହିଥିଲି ଯେ ତା ପାଇଁ ଗୋଟେ ଶିକାର ଆଣିବି, କିନ୍ତୁ ତୁ ମୋତେ ଏଠି ଧମକଉଛୁ। ତୁ ମୋ ରାଗ ବୋଧେ ଜାଣିନୁ, କେଉଁ ଭଳିଆ ଲୋକ ମୁଁ କେଉଁ ଭଳିଆ ଭୁତୁଣୀ। ମୋ କଥା ପଚାରି ଦେଇପାରୁ ଏ ଏରିଆରେ, ସେ କହିଦେବେ ଯେ ମୁଁ କେତେ ଖତରନାକ। ମୁଁ ଏଇ ବରଗଛ ପାଖରେ ଥିଲି, ତୁ ମୋ ଜାଣିନୁ ବୋଧେ ବରଗଛ ପାଖରେ ଥିଲି ବୋଲି, ସେଇଥିପାଇଁ ତୁ ଏତେ ଗପୁଛୁ। ଯଦି ତୁ ମୋ ସାଙ୍ଗେ ନ ଯିବୁ, ମୁଁ ତୋତେ ଉଠେଇକି ନେଇଯିବି, ଶୁଣିପାରିଲୁ ତ? ତାପରେ ଭୁତୁଣୀ କ'ଣ କଲେ ନା, ସେ ବୁଢ଼ୀକି ସାଙ୍ଗରେ ଉଠେଇକି ନେଇଗଲା। ସେ ବୁଢ଼ୀ ତାପରେ ଗାୟବ ହେଇଗଲା। ସେ ବୁଢ଼ୀ କ'ଣ କଲା ନା, ମାରିଦେଲା, ଆଉ ନିଜ ସାଙ୍ଗରେ ନେଇଗଲା। ତାପରେ ଭୁତୁଣୀ ଗାୟବ। ତାପରେ ଭୁତୁଣୀ କହିଲା, ଆରେ ସେ ବୁଢ଼ୀକି ତ ନେଲି, ମୋ ପୁଅର ପେଟ ପୁରିବ କି ନାହିଁ କିଏ ଜାଣେ। ମୁଁ ଯାଏ, ଆଉ ଦୁଇଟା ଶିକାର ନେବାକୁ ପଡ଼ିବ, ନହେଲେ ମୋ ପୁଅର ପେଟ ପୁରିବନି, ପୁଣି କହିବ ଖାଇବାକୁ। ତେଣୁ ଏବେ ମୁଁ କ'ଣ କରିବି? ମୁଁ ଯାଏ ଦେଖେ, ତା ପାଇଁ 2ଟା ଚିକେନ୍ ନେବାକୁ ପଡ଼ିବ, 2ଟା ପକ୍ଷୀକି ମାରିବାକୁ ନେବାକୁ ପଡ଼ିବ। ସେ 2ଟା ପକ୍ଷୀ କୁଆଡ଼େ ଗଲେ ମୁଁ ତାକୁ ଦେଖେ। ସେ ପକ୍ଷୀକୁ ଅପେକ୍ଷା କରିଛି, ସେ ପକ୍ଷୀ କେତେବେଳେ ଆସିବେ। ତାପରେ ଟୁଆଁ ଟୁଇଁ ସେ ବାଟ ଦେଇ ଯାଉଥିଲେ, ତାକୁ ସେ ଭୁତୁଣୀ ଦେଖାହେଲା। ଟୁଆଁ ଟୁଇଁ ସେ ଭୁତୁଣୀକୁ ଅନେଇଥାନ୍ତି, ଭୁତୁଣୀ ଟୁଆଁ ଟୁଇଁକୁ ଅନେଇଥାନ୍ତି। ତାପରେ ଟୁଆଁ ଟୁଇଁ ଜାଗା ତଳେ ଆସି ଓହ୍ଲେଇ ବସିଗଲେ। ସେମାନେ ତାପରେ ଦେଖିଲେ ଭୁତୁଣୀ ଠିଆ ହେଇଛି। ତାପରେ ସେମାନେ କହିଲେ, ଟୁଆଁ ତା ଭିତରୁ କହିଲା, ଭୁତୁଣୀ ଚାଲି ଚାଲି ଦୌଡ଼ି ଦୌଡ଼ି ଆସିଲା ଟୁଆଁ ଟୁଇଁ ପାଖରୁ। ଟୁଆଁ ଟୁଇଁ ବସିଛନ୍ତି ତଳେ। ସେମାନେ ଯେତେ ଦେଖିଲେ ଭୁତୁଣୀ ତାଙ୍କ ଆଗରେ, ସେମାନେ ଜାଣିପାରିଲେ ଯେ ଭୁତୁଣୀ ଆମକୁ ଆଜି ଅଟକେଇବ। ତାପରେ ଟୁଆଁ କହିଲା, ଭୁତୁଣୀ ଆମକୁ ଯିବାକୁ ଦେ,
କାରଣ ଆମେ ଏଠି କ'ଣ ନ ଖାଇକି ଆସିଛୁ। ଆମକୁ ଯିବାକୁ ଦେଲେ ତୋ ପାଇଁ ଆମେ ବଡ଼ ବଡ଼ ଖାଦ୍ୟ ଆଣିବୁ ହେଲା। ଆମେ ତ ଛୁଆ ହାତୀ ଗୁରା, ତୋ ପୁଅ ପାଇଁ ଖାଇବା କରୁଛୁ ତ ଆମକୁ ଆଜି ଛାଡ଼ିଦେ। ତୋ ପୁଅ ପାଇଁ କାଲି ଆମେ ଡବଲ ଖାଇବା ନେଇକି ଆସିବୁ, ଠିକ୍ ଅଛି। ତ ଭୁତୁଣୀ ବୋକା ହେଇଗଲା, ତ ସେ ଦୁଇ ଜଣଙ୍କୁ ଛାଡ଼ିଦେ ହେଲା। ତ ଟୁଆଁ ଆଗେ ଉଡ଼ି ଉଡ଼ି ଚାଲିଗଲା। ଲାଷ୍ଟ ଭୁତୁଣୀ କାମ କହିଲା ତୁ ବୋକି ଭୁତୁଣୀ। ତାପରେ ଟୁଇଁ ବି ନିଜେ କହିଲା ଠିକ୍ ଅଛି ମୋତେ ଛାଡ଼ିଦିଅ, ମୁଁ ତୁମ ପାଇଁ ବଡ଼ ଖାଦ୍ୟ ଆଣିବି। ଟୁଇଁ ବି ଚାପରେ ଉଡ଼ି ଉଡ଼ି ବୋକା ବନେଇ ଦେଇକି ଚାଲିଗଲା। ଭୁତୁଣୀ ବୋକି ହେଇଗଲା, ତାକୁ କିଛି ମିଳିଲା ନାହିଁ। ସାଙ୍ଗମାନେ ତ ଆମେ ଜାଣିଲେ ତ ଯେତେ ବଡ଼ ଶକ୍ତିଶାଳୀ ହେଇଥାଉ ବୋକା ଆରାମସେ ବନିଯିବ। ତେଣୁ ଆପଣମାନେ ଯଦି ଭଲ ଲାଗିଥାଏ ଭିଡ଼ିଓଟା ଚ୍ୟାନେଲକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, ଆଉ ସବସ୍କ୍ରାଇବ୍ ମଧ୍ୟ କରିଦେବେ ଏଇଭଳିଆ ଅନ୍ୟ ଭିଡ଼ିଓ ଚାହିଁବା ପାଇଁ।